ଚୋରା ମଦର କାରବାର ଚାଲିଥିବା ବେଳେ ମାଡ଼ି ବସିଲା ଏକ୍ସାଇଜ ପୋଲିସ। ହଁ ଦର୍ଶକ ବନ୍ଧୁ, ସୁନ୍ଦରଗଡ଼ ଏକ୍ସାଇଜ ସୁପରିଟେଣ୍ଡେଣ୍ଟ ପ୍ରମୋଦ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସବଡେଗା ଡିଆଇସି ସତ୍ୟଜିତ ସାମଲ, ଏସଏସଆଇ ସୁଶୀଲ କୁମାର ମିଧା, ଗାୟତ୍ରୀ ସା, ରଜନୀକାନ୍ତ ବେହେରା, ସଞ୍ଜୀବ ପ୍ରଧାନ ଓ ସୁନ୍ଦରଗଡ଼ ମୋବାଇଲ ୟୁନିଟ୍ ତଳସରା ଥାନା ଅନ୍ତର୍ଗତ ସବଡେଗା ଗ୍ରାମର ଅଭିଷେକ ପଟେଲଙ୍କ ଘରେ ଚଢ଼ାଉ କରି 30 ପେଟି ବିୟର ତା ସହିତ ଟାଟା ନେକ୍ସନ କାରରୁ 234 ଲିଟର ମଦ ଜବତ କରିଛି। ସବଡେଗା ଅଞ୍ଚଳରେ ଅନବରତ ଭାବରେ ଦେଶୀ ମଦ ସହିତ ବିଦେଶୀ ମଦର ବେଆଇନ ଭାବେ ବ୍ୟାପାର ଲାଗି ରହିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ନେବା କାରଣରୁ ଅଞ୍ଚଳର ସାଧାରଣ ଜନତା ଆଶ୍ୱସ୍ତି ଲାଭ କରୁଥିବା ଦେଖିବାକୁ ମିଳିଛି। ବ୍ୟୁରୋ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ।